देखो शिखरे आपणଙ୍କୁ स्वागत। आज ମୁଁ ଆପଣଙ୍କ ପାଇଁ ନେଇ ଆସିଛି ଦେଶ ବିଦେଶର 30ଟି ଗୁରୁତ୍ୱପୂର୍ଣ୍ଣ ଖବର। ଆପଣଙ୍କୁ ଅନୁରୋଧ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିବେ। ନମ୍ବର 1 ନର୍ସିଂ ଫାର୍ମାସି ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ବଢ଼ିଲା। ନର୍ସିଂ ଫାର୍ମାସି ଓ ଆଲାଇଡ୍ ମେଡିକାଲ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ବଢ଼ାଇଛନ୍ତି ରାଜ୍ୟ ସରକାର। ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଡି ଫାର୍ମା ଛାତ୍ରଛାତ୍ରୀଙ୍କ ମାସିକ ଷ୍ଟାଇପେଣ୍ଡ 500 ଟଙ୍କାକୁ ବୃଦ୍ଧି କରାଯାଇଛି। ପୂର୍ବରୁ ସେମାନେ ମାସିକ 250 ଟଙ୍କା ଷ୍ଟାଇପେଣ୍ଡ ପାଉଥିଲେ। ସେହିପରି ଏଏନ୍ଏମ୍ଙ୍କ ମାସିକ ଷ୍ଟାଇପେଣ୍ଡ 2000 ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ବିଏସ୍ସି ନର୍ସିଂଙ୍କ ଷ୍ଟାଇପେଣ୍ଡ 5000 ଟଙ୍କା ଓ ଏମ୍ଫିଲ୍ କ୍ଲିନିକାଲ ସାଇକୋଲୋଜି ଓ ସାଇକ୍ରେଟିକ୍ ସୋସିଆଲ ୱାର୍କ ଛାତ୍ରଛାତ୍ରୀଙ୍କ ମାସିକ ଷ୍ଟାଇପେଣ୍ଡ 10,000 ଟଙ୍କାକୁ ବୃଦ୍ଧି କରାଯାଇଛି। ନମ୍ବର 2 ବାଜ୍ୟାପ୍ତ ହେବ ଅର୍ଥତତ୍ତ୍ୱର ସମସ୍ତ ସମ୍ପତ୍ତି, ନିର୍ଦ୍ଦେଶ ଦେଲେ କଟକ ସ୍ୱତନ୍ତ୍ର ଓପିଆଇଡି କୋର୍ଟ। ବାଜ୍ୟାପ୍ତ ହେବ ଅର୍ଥତତ୍ତ୍ୱର ସମସ୍ତ ସମ୍ପତ୍ତି ବାଜ୍ୟାପ୍ତ ନିର୍ଦ୍ଦେଶ ଦେଲେ କଟକ ସ୍ୱତନ୍ତ୍ର ଓପିଆଇଡି କୋର୍ଟ। ଉଭୟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି ପାଇଁ ନିର୍ଦ୍ଦେଶ। ପ୍ରାୟ 600 କୋଟି ଟଙ୍କାର ଠକେଇ ଅଭିଯୋଗ ହୋଇଥିଲା। 2009ରୁ 2012 ମଧ୍ୟରେ କରିଥିଲେ ଏହି ଠକେଇ। ଏହି ମାମଲାରେ ଅର୍ଥତତ୍ତ୍ୱ ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ ସେଠୀ ଗିରଫ ହୋଇ ଜେଲରେ ଥିଲେ। ଏମିତିକି ଭୁବନେଶ୍ୱର, ବେଗୁନିଆ, ଟାଙ୍ଗୀ, ଭଦ୍ରକ, ବାଲେଶ୍ୱର, ଗଞ୍ଜାମ, ପୁରୀ, ଅନୁଗୁଳରେ ରହିଛି ଏହି ଭୂସମ୍ପତ୍ତି। ବ୍ୟାଙ୍କ ଜମା 2 କୋଟି 17 ଲକ୍ଷ ମଧ୍ୟ ବାଜ୍ୟାପ୍ତ କଲେ କୋର୍ଟ। ଭୂସମ୍ପତ୍ତି ନିଲାମ କରି ଲବ୍ଧ ଅର୍ଥ ଜମାକାରୀଙ୍କ ମଧ୍ୟରେ ବାଣ୍ଟି ଦେବାକୁ ନିର୍ଦ୍ଦେଶ। 110 ଏକର ସମ୍ପତ୍ତି ସହ 11ଟି ଦାମୀ ଗାଡ଼ି ବି ବାଜ୍ୟାପ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନମ୍ବର 3 ବଲାଙ୍ଗୀରବାସୀଙ୍କ 23 ବର୍ଷର ସ୍ୱପ୍ନ ସାକାର, ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଲୋକାର୍ପିତ। ବଲାଙ୍ଗୀରବାସୀଙ୍କ ଦୀର୍ଘ 23 ବର୍ଷର ସ୍ୱପ୍ନ ସାକାର ହୋଇଛି। ବଲାଙ୍ଗୀରବାସୀଙ୍କୁ ନୂଆବର୍ଷ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ। 2723 କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଏହି ଲୋୟର ସୁକତେଲ ପ୍ରକଳ୍ପ। ଏହାସହ 2500 କୋଟି ଟଙ୍କାର ଅନ୍ୟ ପ୍ରକଳ୍ପଗୁଡ଼ିକର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ। ନମ୍ବର 4 ଜାନୁଆରୀ 6ରେ ଓଡ଼ିଶା ଆସିବେ କଂଗ୍ରେସ ପ୍ରଭାରୀ ଡକ୍ଟର ଅଜୟ କୁମାର। ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ଓଡ଼ିଶା ନିମନ୍ତେ ନବନିଯୁକ୍ତ କଂଗ୍ରେସ ପ୍ରଭାରୀ ପୂର୍ବତନ ସାଂସଦ ଡକ୍ଟର ଅଜୟ କୁମାରଙ୍କ ଆସନ୍ତା ଜାନୁଆରୀ 6 ତାରିଖରୁ 8 ତାରିଖ 3 ଦିନିଆ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଡକ୍ଟର ଅଜୟ କୁମାର 6 ତାରିଖ ଦିନ 11ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରଦ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରାରେ କଂଗ୍ରେସ ଭବନ ପର୍ଯ୍ୟନ୍ତ ଅଣାଯିବ। ପାଣିପାଗ ସୂଚନା। କଲବଲ କରୁଛି ଘନ କୁହୁଡ଼ି, 11 ଜିଲ୍ଲାକୁ ୱାର୍ଣ୍ଣିଂ ଜାରି। ରାଜ୍ୟରେ ଶୀତ ସାମାନ୍ୟ କମିଥିଲେ ବି ଘନ କୁହୁଡ଼ି ପ୍ରଭାବ ଦେଖିବାକୁ ମିଳିଛି। ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ହୋଇଛି। ଫଳରେ ଲୋକେ କଲବଲ ହେଉଥିବା ବେଳେ ଯାତାୟାତ ବାଧାପ୍ରାପ୍ତ ହେଉଛି। ଆସନ୍ତା 5 ଏବଂ 6 ତାରିଖ ଆଡ଼କୁ ରାଜ୍ୟର କିଛି ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜର 1-2ଟି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ରାତିର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ନଥିବା ବେଳେ ଏବେ ସ୍ୱାଭାବିକଠାରୁ ଅଧିକ ରହିବ ତାପମାତ୍ରା। କିଛି ସ୍ଥାନରେ 2ରୁ 3 ଡିଗ୍ରୀ ପର୍ଯ୍ୟନ୍ତ ରାତି ତାପମାତ୍ରା ଅଧିକ ରହିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ନମ୍ବର 6 ହିଣ୍ଡେନବର୍ଗ ମାମଲାରେ ଅଦାନୀ ଗ୍ରୁପକୁ କ୍ଲିନ୍ ଚିଟ୍, ଏସ୍ଆଇଟି ତଦନ୍ତକୁ ନା। ହିଣ୍ଡେନବର୍ଗ ମାମଲାରେ ସୁପ୍ରିମକୋର୍ଟଙ୍କ ଆସିଲା ବଡ଼ ରାୟ। ଏହି ମାମଲାରେ ଅଦାନୀ ଗ୍ରୁପକୁ ମିଳିଲା କ୍ଲିନ୍ ଚିଟ୍। ସେବିର ତଦନ୍ତ ରିପୋର୍ଟରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ସେବିର ତଦନ୍ତରେ କୌଣସି ତ୍ରୁଟି ନାହିଁ ବୋଲି ସୁପ୍ରିମକୋର୍ଟର 3 ଜଣିଆ ଖଣ୍ଡପୀଠ କାଲି ଏହି ମାମଲାର ଶୁଣାଣି କରି କହିଛନ୍ତି। ସେହିପରି ଏହି ମାମଲାରେ ଏସ୍ଆଇଟି ତଦନ୍ତକୁ ମନା କରିଦେଇଛନ୍ତି କୋର୍ଟ। ତଦନ୍ତକୁ ସିକ୍ୟୁରିଟିଜ୍ ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ ବା ସେବି ଠାରୁ ସ୍ପେଶାଲ ଇନଭେଷ୍ଟିଗେସନ ଟିମ୍କୁ ନେବାକୁ କୌଣସି କାରଣ ନାହିଁ। ନିୟମ ଅନୁଯାୟୀ ସେବି ତଦନ୍ତ କରିଛି। ସେବିର ତଦନ୍ତ ଉପଯୁକ୍ତ। ଏହି ଘଟଣାର ଅନୁସନ୍ଧାନ କରିବା ପାଇଁ ଏହା ଏକ ଦକ୍ଷ ଏଜେନ୍ସି ଅଟେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ନମ୍ବର 7 2 ଦିନିଆ ସୁନ୍ଦରଗଡ଼ ଗସ୍ତରେ 5T ଅଧ୍ୟକ୍ଷ, 550 କୋଟିର ପ୍ରକଳ୍ପ ଘୋଷଣା। ସୁନ୍ଦରଗଡ଼ବାସୀ ହକିକୁ ଭଲ ପାଆନ୍ତି। ମୁଖ୍ୟମନ୍ତ୍ରୀ ମଧ୍ୟ ହକିକୁ ବହୁତ ଭଲ ପାଆନ୍ତି। ଏବେ ଏହି ଭଲ ପାଇବା ଆହୁରି ମଜବୁତ ହୋଇଛି। କାରଣ କୋଟିଏ କି 2 କୋଟି ନୁହେଁ, ବିବିଧ ଯୋଜନା ଓ ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ଏହି ଜିଲ୍ଲାକୁ 550 କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦନ କରିଛନ୍ତି। ସେଥିମଧ୍ୟରୁ ସୁନ୍ଦରଗଡ଼ ବିଧାନସଭା କ୍ଷେତ୍ର ପାଇଁ 350 କୋଟି ଓ ତଳସରା ବିଧାନସଭା କ୍ଷେତ୍ର ପାଇଁ 200 କୋଟି ଟଙ୍କା ଦିଆଯାଇଛି। 2 ଦିନିଆ ସୁନ୍ଦରଗଡ଼ ଗସ୍ତରେ ଆସି କିରେଇ ଓ ବାଲିଶଙ୍କରଠାରେ ଆୟୋଜିତ ସଭାରେ ଏମିତି କହିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ନମ୍ବର 8 ଜାନୁଆରୀ 17ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆସନ୍ତା ଜାନୁଆରୀ 17ରେ ଲୋକାର୍ପଣ ହେବ। ତେବେ ଏହା ପୂର୍ବରୁ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଥିବା ବିଭିନ୍ନ ମଠ ମନ୍ଦିରର ପୁନରୁଦ୍ଧାର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପୂର୍ବରୁ ମଠ ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ମଧ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ସାରିଲାଣି। ନମ୍ବର 9 ସ୍କୁଲ ବସ୍ ପାଇଁ ଆସିଲା ଗାଇଡଲାଇନ୍। ଗାଡ଼ିରେ ଫାଷ୍ଟେଡ୍ ବାଧ୍ୟତାମୂଳକ। ସ୍କୁଲ ବସ୍ ପାଇଁ ଆସିଲା ଗାଇଡଲାଇନ୍। ନୂଆ ଗାଇଡଲାଇନ୍ ଆଣିଲା ସଡ଼କ ପରିବହନ ବିଭାଗ। ବସ୍ର ଆଗ ଓ ପଛରେ ସ୍କୁଲ ବସ୍ ବୋଲି ଲେଖା ରହିବ। ଏହା ସହିତ ଅଗ୍ନି ନିର୍ବାପକ ଯନ୍ତ୍ର ସହ ଫାଷ୍ଟେଡ୍ ମଧ୍ୟ ରହିବା ବାଧ୍ୟତାମୂଳକ। ସେହିପରି ଝରକାଗୁଡ଼ିକୁ ଲୁହା ଗ୍ରିଲରେ ଆବଦ୍ଧ କରାଯିବ। ବସ୍ଟି 50 କିଲୋମିଟରରୁ ଅଧିକ ସ୍ପିଡରେ ଚାଲିପାରିବନି। ବସ୍ରେ ସ୍କୁଲର ନାମ ଓ ନମ୍ବର ରହିବା ବାଧ୍ୟତାମୂଳକ ରହିଥିବା ବେଳେ ଗାଡ଼ି ଚାଲିବା ବେଳେ ବସ୍ର ଡୋର୍ଟି ଭଲ ଭାବେ ଲକ୍ ହେଉଥିବା ଆବଶ୍ୟକ। ଗାଡ଼ି ଚଲାଉଥିବା ଡ୍ରାଇଭର ଭ୍ୟାଲିଡ୍ ଲାଇସେନ୍ସ ରଖିବା ଜରୁରୀ। 5 ବର୍ଷ ଭାରୀଯାନ ଚଳାଇବା ନେଇ ଅଭିଜ୍ଞତା ରହିବା ଆବଶ୍ୟକ। ସ୍କୁଲ ବସ୍ରେ କଣ୍ଡକ୍ଟର ଓ ଡ୍ରାଇଭର ୟୁନିଫର୍ମ ପିନ୍ଧିବା ବାଧ୍ୟତାମୂଳକ। ଏହା ବ୍ୟତୀତ ସ୍କୁଲ ବ୍ୟାଗ୍ ରଖିବା ପାଇଁ 2 ସିଟ୍ ମଧ୍ୟରେ ସ୍ପେସ୍ ରହିବା ଦରକାର। ଆଉ ଗାଡ଼ିରେ ଫିଟନେସ୍ ସାର୍ଟିଫିକେଟ୍ ଓ ରୁଟ୍ ଚାର୍ଟ ରହିବା ଜରୁରୀ ବୋଲି ନିର୍ଦ୍ଦେଶନାମା ରହିଛି। ନମ୍ବର 10 ଯୁକ୍ତ 2 କଲେଜରେ ଆରମ୍ଭ ହେବ ନିଟ୍ ଓ ଜେଇ କୋଚିଂ। ଗୁରୁବାରଠାରୁ ଆରମ୍ଭ ହେବ ଯୁକ୍ତ 2 କଲେଜରେ ନିଟ୍ ଓ ଜେଇ କୋଚିଂ। ଭର୍ଚୁଆଲରେ ଯୁକ୍ତ 2 ଛାତ୍ରଛାତ୍ରୀ କୋଚିଂ ପାଇବେ। ସବୁ ସରକାରୀ ଅନୁଦାନ ପ୍ରାପ୍ତ ବେସରକାରୀ କଲେଜରେ ଆରମ୍ଭ ହେବ କୋଚିଂ। ଏଥିଲାଗି କଲେଜରେ ସ୍ମାର୍ଟ ଟିଭି ଓ ଇଣ୍ଟରାକ୍ଟିଭ୍ ପ୍ୟାନେଲ ଇନଷ୍ଟଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍ ଓ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ଜେଇରେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ସଫଳତା ହାର ବଢ଼ାଇବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଯୋଜନା ଆରମ୍ଭ ହୋଇଛି। ପ୍ରତିଦିନ କୋଚିଂ କ୍ଲାସର ଉପସ୍ଥାପନ ସମ୍ପର୍କରେ ନୋଡାଲ ଅଫିସର ନିର୍ଦ୍ଦେଶାଳୟକୁ ଅବଗତ କରାଇବେ। ଅନଲାଇନ୍ କ୍ଲାସ ସମୟରେ କଲେଜ କର୍ତ୍ତୃପକ୍ଷ ମେଣ୍ଟର ଟିଚରଙ୍କୁ ନିଯୁକ୍ତ କରିବେ ପିଲାଙ୍କୁ ସହାୟତା କରିବାକୁ। ନମ୍ବର 11 ଇସ୍ତଫା ଦେବେ ନାହିଁ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ। ବିଧାୟକ ଦଳ ବୈଠକରେ ହେଲା ନିଷ୍ପତ୍ତି। ଇସ୍ତଫା ଦେବେ ନାହିଁ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ରାଞ୍ଚିରେ ମୁଖ୍ୟମନ୍ତ୍ରୀ ଆବାସରେ ହୋଇଥିବା ବିଧାୟକ ଦଳ ବୈଠକରେ ହୋଇଛି ଏହି ନିଷ୍ପତ୍ତି। କଂଗ୍ରେସ ବିଧାୟକ ପ୍ରଦୀପ ଯାଦବ 43 ବିଧାୟକଙ୍କୁ ନେଇ ହୋଇଥିବା ବୈଠକରେ ନିଆଯାଇଥିବା ନିଷ୍ପତ୍ତି ବିଷୟରେ ସୂଚନା ଦେଇଛନ୍ତି। ସେହିଭଳି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବୈଠକରେ ସବୁ ବିଧାୟକ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ରହିବା ନେଇ ସମର୍ଥନ ଦେଇଛନ୍ତି। ଏହାସହ ଇଡିର ପଦକ୍ଷେପ ଉପରେ ମଧ୍ୟ ନଜର ରଖାଯିବ ବୋଲି କହିଛନ୍ତି। ନମ୍ବର 12 କୋରାପୁଟ ପାଇଁ ଆଉ ଏକ ମାଇଲଷ୍ଟୋନ୍। କଡ଼ାଜିରା ଧାନକୁ ମିଳିଲା ଜିଆଇ ଟ୍ୟାଗ। କୋରାପୁଟ ଜିଲ୍ଲା ପାଇଁ ଆଉ ଏକ ଖୁସି ଖବର। କୋରାପୁଟ କଫି, ଝାଡ଼ୁ, ସାବୁନ, ହଳଦୀ ପରେ ବିରଳ ଧାନ କଡ଼ାଜିରାକୁ ମିଳିଛି ସ୍ୱତନ୍ତ୍ର ମାନ୍ୟତା। ଲୋପ ପାଇବାକୁ ଯାଉଥିବା ସୁଗନ୍ଧଯୁକ୍ତ ଏହି ଧାନକୁ ମିଳିଛି ଭୌଗୋଳିକ ସ୍ୱୀକୃତି ବା ଜିଆଇ ଟ୍ୟାଗର ସ୍ୱତନ୍ତ୍ର ମାନ୍ୟତା। କୋରାପୁଟ ଜିଲ୍ଲାର ଜୈବିକ ଶ୍ରୀ ଫାର୍ମସ୍ ପ୍ରଡ୍ୟୁସର କମ୍ପାନୀ ପକ୍ଷରୁ ଏହି ବିରଳ ଧାନକୁ ଜିଆଇ ଟ୍ୟାଗ ମାନ୍ୟତା ପ୍ରଦାନ କରାଯିବାକୁ ଆବେଦନ କରାଯାଇଥିବା ବେଳେ କେନ୍ଦ୍ର ସରକାର ସ୍ୱୀକୃତି ମିଳିଛି। ନମ୍ବର 13 ବୈଦେଶିକ ମନ୍ତ୍ରଣାଳୟର ନୂଆ ମୁଖପାତ୍ର ହେଲେ ରଣଧୀର ଜୟସ୍ୱାଲ। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ନୂଆ ମୁଖପାତ୍ର ହେଲେ ରଣଧୀର ବୈସ୍ୱାଲ। ସେହିପରି ବର୍ତ୍ତମାନ ପର୍ଯ୍ୟନ୍ତ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ ମୁଖପାତ୍ର ଭାବରେ କାର୍ଯ୍ୟ କରୁଥିବା ଅରିନ୍ଦମ ବାଗ୍ଚୀଙ୍କୁ ଆଉ ଏକ ନୂତନ ଦାୟିତ୍ୱ ପ୍ରଦାନ କରାଯାଇଛି। ଏନେଇ ଅରିନ୍ଦମ ବାଗ୍ଚୀ ତାଙ୍କ ଏକ୍ସ ଆକାଉଣ୍ଟ ମାଧ୍ୟମରେ ଏକ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ ସରକାରୀ ମୁଖପାତ୍ର ଭାବରେ ରଣଧୀର ଜୟସ୍ୱାଲ ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଭିନ୍ନ ପ୍ରସଙ୍ଗରେ ଭାରତ ପାଇଁ ଦୃଢ଼ ଭାବରେ ପକ୍ଷ ରଖିଥିବା ଅରିନ୍ଦମ ବାଗ୍ଚୀଙ୍କୁ ଭାରତ ସରକାର ମିଳିତ ଜାତିସଂଘ ତଥା ଜେନେଭାରେ ଥିବା ଅନ୍ୟ ଅନ୍ତର୍ଜାତୀୟ ସଂଗଠନଗୁଡ଼ିକରେ ଦେଶର ପରବର୍ତ୍ତୀ ରାଷ୍ଟ୍ରଦୂତ ସ୍ଥାୟୀ ପ୍ରତିନିଧି ଭାବେ ନିଯୁକ୍ତ କରିଛନ୍ତି। ନମ୍ବର 14 ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ସୋରେନଙ୍କ ସହଯୋଗୀଙ୍କ ଠିକଣାରେ ଇଡିର ଚଢ଼ଉ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବୁଧବାର ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମିଡିଆ ପରାମର୍ଶଦାତା ସାହିବଗଞ୍ଜ ଜିଲ୍ଲାର ଅଧିକାରୀ ଏବଂ ଜଣେ ପୂର୍ବତନ ବିଧାୟକଙ୍କ ଘରେ ଚଢ଼ଉ କରୁଛି। ରାଜଧାନୀ ରାଞ୍ଚି ସମେତ ରାଜ୍ୟର ପ୍ରାୟ 10ରୁ ଅଧିକ ସ୍ଥାନ ଏବଂ ରାଜସ୍ଥାନର ଏକ ସ୍ଥାନରେ PMLAର ବ୍ୟବସ୍ଥା ଅନୁଯାୟୀ ଚଢ଼ଉ କରୁଛି। ନମ୍ବର 15 ରାସ୍ତାକୁ ଓହ୍ଲାଇଲେ ଯୁବ ରେସଲର। ବଜରଙ୍ଗ, ସାକ୍ଷୀ ଓ ଭିନେଶଙ୍କୁ ବିରୋଧ। ଭାରତୀୟ କୁସ୍ତିରେ ଦିନକୁ ଦିନ ଗୋଟିଏ ପରେ ଗୋଟିଏ ବିବାଦ ଉପୁଜୁଛି। ନୂଆ ଅଧ୍ୟକ୍ଷଙ୍କୁ ଜୋରଦାର ବିରୋଧ ପରେ କୁସ୍ତି ମହାସଂଘକୁ କ୍ରୀଡ଼ା ମନ୍ତ୍ରଣାଳୟ ନିଲମ୍ବିତ କରିଦେଇଥିଲେ। ଏବେ ଦେଶ ପାଇଁ ସ୍ୱର୍ଣ୍ଣିମ ଅଧ୍ୟାୟ ହାସଲ କରିଥିବା 3 ଷ୍ଟାର ରେସଲରଙ୍କୁ କିଛି ତଥାକଥିତ ଯୁବ କୁସ୍ତିଯୋଦ୍ଧାମାନେ ବିରୋଧ ଆରମ୍ଭ କରିଛନ୍ତି। ଷ୍ଟାର ରେସଲର ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକ ଓ ଭିନେଶ ଫୋଗଟଙ୍କୁ ବିରୋଧ କରି ଯୁବ କୁସ୍ତିଯୋଦ୍ଧାମାନେ କାଲି ଦିଲ୍ଲୀର ଯନ୍ତର ମନ୍ତରରେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ହାତରେ ବ୍ୟାନର ଧରି ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକ ଓ ଭିନେଶ ଫୋଗଟ ଯୁବ ରେସଲରଙ୍କ କ୍ୟାରିୟର ବର୍ବାଦ କରିଦେଇଥିବା ନେଇ ଅଭିଯୋଗ କରିଛନ୍ତି। ନମ୍ବର 16 ରାଜତିଲକ ପୂର୍ବରୁ ବନବାସ ହେଇଯାଉଛି। ବ୍ୟଥା ବଖାଣିଲେ ଶିବରାଜ। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଲଗାତାର ଚର୍ଚ୍ଚାରେ ଅଛନ୍ତି ଶିବରାଜ ସିଂ ଚୌହାନ। ଚୌକି ଚାଲିଯାଇଛି କିନ୍ତୁ ଲାଡଲି ଭଉଣୀଙ୍କଠାରୁ ତାଙ୍କ ମୋହ ଛାଡୁନି। ସେ ଅନେକ ଥର ଏହାକୁ ନେଇ ଭାବୁକ ହୋଇପଡ଼ିଛନ୍ତି। ଏବେ ପୁଣି ଥରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ନିକଟରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ
सीहोर जिल्लार शाहगंज पहुंची एठारे बीजेपी कर्मी माने तांको स्वागत जणैथिले। एही समय तांको देखि लाडली भौणी माने भावुक होई पड़िथिले। तांको आलिंगन करी कांदिबाको लागिथिले। भौणी मानकु संबोधन करी शिवराज मध्य भावुक होई पड़िथिले। एही समय से चौकी चलीजिबार व्यथाको बखाणीथिले। नंबर 17 इस्राएल ड्रोन आक्रमण में हमासर डेपुटी कमांडर साले निहत। हमास और इस्राएल मध्य युद्ध को प्राय 3 मास बीती सारी। इस्राएल सेना गाजा पट्टी रे लगातार ग्राउंड ऑपरेशन करुछि। हमास को लेबानन संगठन हिजबुल्लार समर्थन रही। यार शीर्ष नेतृत्व भी हिजबुल्ला शरण में आश्रय नहीं। यारी भितर बेरुत रे हमासर डेपुटी कमांडर साले अल अरुरी मृत्यु होइथिबा खबर सामना को आसी। हमास एवं हिजबुल्लार अधिकारी यह स्पष्ट करिसेंती एक ड्रोन आक्रमण थिबा हिजबुल्ला कहिछि। मीडिया रिपोर्ट अनुसार हमासर सैन्य शाखार प्रतिष्ठातंक मध्यरु जड़े साले अल अरोरी वेस्ट बैंक रे संगठनर नेतृत्व करुथिले। नंबर 18 पुणी मझी चिलिका फसिला डंगा। डंगारे अछंती 25 यात्री। पुणी मझी चिलिका फसी यात्रीवाही डंगा। यांत्रिक त्रुटि जोगु मझी चिलिका फसी रही डंगा। सातपड़ारू जह्नीकुदा जीवा बेले फसी रहिला डंगा। डंगारे 25 यात्री 10टी बाइक थिबा सूचना। उद्धार करने स्थानीय प्रशासन को निवेदन करिसेंती फसी रहिथिबा यात्री। नंबर 19 सीएए नियम प्रस्तुत। लोकसभा निर्वाचन पूर्व प्रकाश पाइबा विज्ञप्ति। लोकसभा निर्वाचन पूर्व नागरिक संशोधन आईन अर्थात सीएए 2019 लागू हेबो। या द्वारा पाकिस्तान, बांग्लादेश और अफगानिस्तान रु 6टी संख्यालघु संप्रदायर योग्य प्रवासी भारतीय नागरिकता पर आवेदन करें। यह प्रक्रिया को सुगम करने गृह मंत्रालय द्वारा एक ऑनलाइन आवेदन व्यवस्था विकसित कर 2019 डिसेम्बर में सीएए प्रणयन कर एवं 2020 जनवरी 10 रे यह कार्यकारी होइथिला। किंतु एही आईन पई एपर्यंत नियमावली जारी होई नथिबारु यह कार्यकारी हेबारे विलंब हेउछि। यह आईन प्रति सरकारक प्रतिबद्धता को नहीं प्रश्नवाची सृष्टि करिछि। नंबर 20 ईडी को केजरीवालଙ୍କ नास्तिबाणी कहिले आजी हाजर हेबिनी। काली ईडी सम्मुख में हाजर हेबेनी दिल्ली मुख्यमंत्री अरविंद केजरीवाल। दिल्ली मदनीति दुर्नीति मामलें ईडी सम्मुख में हाजर हेबाकू सफा सफा मना करदेले केजरीवाल। तांको हाजर हेबापई ईडी बारंबार जारी करुथुबा नोटिस बेआईन बोली कहिछि आप। दिल्ली मद दुर्नीति मामलें काली पचराउचरा पई प्रवर्तन निर्देशालय केजरीवाल को तृतीय थर पई समन जारी करिथिला। पूर्वरु 2 थर ईडीर समन सत्वे हाजर होई नथिबा केजरीवाल काली भी हाजर हेबेनी बोली स्पष्ट करि सारिछंती। नंबर 21 मेजर जनरल सुलेमानी कवर निकटरे भयंकर विस्फोरण चलीगला 103 जीवन। अमेरिकार ड्रोन अटैक रे प्राण हरैथिबा ईरान रिवोल्यूशनरी गार्डर मेजर जनरल कसीम सुलेमानी कवर निकटरे काली भयंकर विस्फोरण होईछि। ईरान रो केरमान रे थिबा सुलेमानी कवर निकटरे एकाधिक विस्फोरण हेबारु 103 जनकर मृत्यु घटिछि। सेहिपरि 174 जन लोक आहत होइछंती। नंबर 22 बस धक्का नाबालक मृत। घटनास्थल में पुलिस लाठीचार्ज। संबलपुर में बस चक्का तड़े चलीगला नाबालक पुअर जीवन। स्कूटी नहीं मार्केट को माँ औषध आने जीवा बेले नाबालकर स्कूटी को धक्का देइथिला बस। सूचना अनुसार संबलपुर टाउन थाना अंतर्गत आंचलिक शिक्षा निर्देशालय ऑफिस सामने यह घटना घटी। मृत नाबालकर घर आंबेडकर नगर रे। दुर्घटनार सूचना पाइबा परे घटनास्थल में पुलिस पहुंची। बस दुर्घटना रे नाबालकर मृत्यु होइथिबार खबर प्रकट हेबा परे संबलपुर सहर में उत्तेजना प्रकाश पाइछि। उत्त्यक्त लोके दुर्घटना घटैथिबा बस को भंगारुजा करिथिबा बेले घटनास्थल में स्थिति नियंत्रण करिबारु पुलिस लाठीचार्ज आरंभ करिछि। नंबर 23 एलन मस्कଙ୍କ रॉकेट रे सैटेलाइट लॉन्च करिबो भारत। भारतीय महाकाश संस्था इसरो GSAT-20 नामक परवर्ती पीढ़ीर भारी जोगाजोग सैटेलाइट उत्क्षेपण स्पेसएक्स करिबो। प्रथम थर पई महाकाश विभाग एवं भारतीय महाकाश गवेषणा संस्था फाल्कन 9 हेवी लिफ्ट लॉन्चर व्यवहार करिबो, जहा एक उत्सर्गीकृत भारतीय मिशन रे फ्लोरिडारू लॉन्च हो पारे। यह चुक्ति इसरोर दुर्बलता को मध्य प्रकाश करिछि जे बड़ जोगाजोग सैटेलाइट लॉन्च करिबार क्षमता थिबा रॉकेटर अभाव रहिछि। इसरो चेयरमैन एस सोमनाथ कहिसंती जे अन्य कोनोसी रॉकेट ठीक समय उपलब्ध नथिबारु भारत को स्पेसएक्स जीवाकू पड़िला। नंबर 24 गोटे दिन में पड़िला 23 विकेट। भारत एबे भी 36 रन रे अग्रणी। भारत दक्षिण आफ्रिका मध्य बुधवार ठारू द्वितीय क्रिकेट टेस्ट आरंभ होईछि। प्रथम दिवस खेल शेष सुधा भारत 36 रन रे अग्रणी रही। गोटे दिन में 23टी विकेटर पतन घटी। दक्षिण आफ्रिका प्रथम बैटिंग करी 55 रन करी ऑल आउट हो जाइथिला। जवाब में भारत 153 रन करी 98 रन अग्रणी हासिल करिथिला। भारत 11टी बॉल रे कौनसी रन संग्रह न करि पारि शेष 6टी विकेट हरैथिला। द्वितीय इनिंग्स रे स्टंप अपसारण बेलू दक्षिण आफ्रिका 3 विकेट विनिमय 62 रन संग्रह करिछि। आइडेन मार्कराम 36 और डेविड बेडिंघम 7 रन करी अपराजित रहिछंती। भारत पक्षर मुकेश कुमार 2टी और जसप्रीत बुमरा गोटे विकेट अख्तियार करिछंती।
नंबर 25 टेस्ट क्यारियर 1000 रन पूरा कले शुभमन गिल। टेस्ट क्यारियर 1000 रन पूरण कले टीम इंडिया बैटर शुभमन गिल। दक्षिण आफ्रिका विपक्ष द्वितीय टेस्ट मैचर प्रथम इनिंग्स रे गिल यह सफलता हासिल करिसेंती। 24 वर्षीय क्रिकेटर गिल आजिर मैच रे 6 रन हासिल करिबा परे टेस्ट क्रिकेट रे 1000 रन पूरा करथिले। क्यारियर 36तम इनिंग्स रे गिल 1000 रन माइलखुंट अतिक्रम करिसेंती। 3 वर्ष तले बॉक्सिंग डे टेस्ट रे गिल ऑस्ट्रेलिया विपक्ष रे टेस्ट कैरियर आरंभ करथिले। टेस्ट फॉर्मेट रे गिलंक एवरेज 30 ऊपर रही। एथिरे से 2टी अर्धशतक मारिथिबा बेले एशिया बाहर से गोटे भी शतक हासिल करि पारि नाहंती। वीडियोटी को संपूर्ण देखिथिबारु बहुत बहुत धन्यवाद।